ମୃତ୍ୟୁର ବନ୍ଧନରେ ଆପଣ ଦେଖିବାକୁ ପାଇବେ କି ରକି କହିବ କି ବଡ଼ ମା ଯଦି ଜାଣିଯାଆନ୍ତି ଯେ ଏସବୁ ପଛରେ କାହାର ହାତ ଅଛି ବୋଲି ତାହେଲେ ସବୁ ବର୍ବାଦ ହେଇଯିବ। ତାହେଲେ ବଡ଼ ମା କାହାରିକୁ ବି ଛାଡ଼ିବେନି, କାହାରିକୁ ବି ନୁହେଁ। ରକି ପୁଣି କହନ୍ତି କି ଶାରଦାଙ୍କୁ, ନାଇଁ ବଡ଼ ମା, ମୁଁ ଏମିତି ପଚାରୁଥିଲି ଯେ ରାଗ ରୁଷା ରହିଲେ ବି ଆମ ଦି ଜଣଙ୍କ ଦେହରେ ଗୋଟିଏ ବଂଶର ରକ୍ତ ବୋହୁଛି ନା। ସିଏ ତ ଯେତେ ଯାହା ହେଲେ ମୋ ଭାଇ ନା। ସେଥିପାଇଁ ମୁଁ ତୃଷ୍ଣାଙ୍କ ଠାରୁ ତା ପାଇଁ ଭାବିବାଟା ସ୍ୱାଭାବିକ କଥା ନା। ତାପରେ ଶାରଦା କହନ୍ତି କି ଟିକେ ହସି ଦେଇ କହନ୍ତି କି ଯାହା ହଉ ଅନ୍ତତଃ ସମ୍ପର୍କର ମୂଲ୍ୟ ତୁ ତ ବୁଝିପାରିଲୁ ନା। ମୋ ପାଇଁ ସେତିକି ହିଁ ଯଥେଷ୍ଟ, ଆଉ କ'ଣ ଦରକାର। ଏପଟେ ରୁବି ବହୁତ ଖୁସିରେ ବହୁତ ଆନନ୍ଦରେ ଇନ୍ଦ୍ରାଣୀଙ୍କ ପାଖରେ ହସନ୍ତି ଆଉ ନାଚନ୍ତି। ଇନ୍ଦ୍ରାଣୀ କହନ୍ତି କି ରୁବି ତୁ ଆଜି ବହୁତ ଖୁସି ଜଣାପଡ଼ୁଛୁ। ତାପରେ ରୁବି କହେକି ୟେସ୍ ମମ୍, ମୁଁ ଆଜି ବହୁତ ଖୁସି, କାହିଁକି ନା ତୃଷ୍ଣା ଏ ଘରକୁ ସବୁଦିନ ପାଇଁ ଚାଲିଯାଇଛି। ତାପରେ ଇନ୍ଦ୍ରାଣୀଙ୍କୁ ସକ୍ ଲାଗେ, ଇନ୍ଦ୍ରାଣୀଙ୍କୁ ଟିକେ ସକ୍ ଲାଗେ, କହନ୍ତି କି ତୁ କ'ଣ କହିବାକୁ ଚାହୁଁଛୁ ସିଧା ସିଧା କହୁନୁ। ତୃଷ୍ଣା ସବୁଦିନ ଚାଲିଗଲା ମାନେ କ'ଣ। ତାପରେ ରୁବି କହନ୍ତି ତୃଷ୍ଣାକୁ କିଡନାପ୍ ହେଇଛି ମମ୍। ଶାରଦା ଦେବୀଙ୍କ ଶତ୍ରୁ ଦାସ ବାବୁ, ସେ ତାକୁ କିଡନାପ୍ କରି ନେଇଛନ୍ତି। ଆଉ ଦାସ ବାବୁ ବହୁତ ବଡ଼ ଡେଞ୍ଜରସ୍ ଲୋକ ଆଉ ବହୁତ ବଡ଼ ଗ୍ୟାଙ୍ଗଷ୍ଟର ମମ୍। ମୋତେ କାହିଁ ଲାଗୁନି ସେ ତୃଷ୍ଣାକୁ ଛାଡ଼ିବେ ବୋଲି। ତା ମାନେ ତୃଷ୍ଣା ଏ ଘରୁ ଆଉ ଫେରିବନି। ବାସ୍ ବହୁତ ଭଲ। ଆଉ ମୁରଲି ସବୁଦିନ ପାଇଁ ମୋର ହେଇଯିବେ ମମ୍, କେବଳ ଆଉ କେବଳ ମୋର। ତାପରେ ଇନ୍ଦ୍ରାଣୀ କହନ୍ତି କି ତୃଷ୍ଣା କିଡନାପ୍ ହୋଇଛି, ହେଲେ ଏଠି କାହାର ବି କିଛି ଚିନ୍ତା ନାହିଁ। ଏବେ ମୋତେ ହିଁ କିଛି କରିବାକୁ ପଡ଼ିବ। ତୃଷ୍ଣାକୁ ମୋତେ ବଞ୍ଚାଇବାକୁ ହିଁ ପଡ଼ିବ। ମୁଁ ତାକୁ ହିଁ ବଞ୍ଚେଇବି। ବାସ୍। ଏପଟେ ଶାରଦା ଦେବୀ ମୁରଲି ନ ଆସିବା ପରେ ଚିନ୍ତାରେ ମଧ୍ୟ ପଡ଼ିଯାନ୍ତି। କହନ୍ତି କି ମୁରଲି ଏତେ ସମୟ ହେଲାଣି ବାହାରକୁ ଗଲାଣି, ଏଇ ଯାଇ ଫେରିନି। ମୋତେ ଭାରି ଟେନସନ୍ ଲାଗୁଛି। କେତେ ଆଉ ଚୁପଚାପ ହେଇକି ବସିବି। ମୋତେ ହିଁ କିଛି କରିବାକୁ ପଡ଼ିବ। ମୁଁ ନିଜେ ହିଁ ସେଠିକି ଯିବି। ରକି ତୁ ମୋ ସାଙ୍ଗରେ ଚାଲ, ଜଗଦୀଶ ବି ଏଠି ନାହାନ୍ତି। ତୁ ତୋ ଲୋକଙ୍କୁ ଏକାଠି କର, ଆମେ ବାହାର ଯିବା। ତାପରେ ରକି କହିବ ଠିକ୍ ଅଛି ବଡ଼ ମା, ମୁଁ ସେମାନଙ୍କୁ ଡାକି ଦେଉଛି। ତାପରେ ରକି ଫୋନରେ ତା ଲୋକଙ୍କ ପାଖକୁ ଫୋନ୍ କରେ। ସେତେବେଳେ ରକିଙ୍କର ମମ୍ ଆସିଯାଆନ୍ତି ଆଉ କହନ୍ତି କି ତୁ ତୋ ବଡ଼ ମା କଥାରେ ଭାସି ଯାଆନି। ତୁ ଭଲ ଭାବରେ ଜାଣିଛୁ ସେସବୁ ଯାହା ବି ହେଉଛି ତୋ ବାପା କରୁଛନ୍ତି। ଆଉ ସେଇଠିକି ତୁ ଯଦି ଯିବୁ ନା ତୋ ବଡ଼ ମା ସାଙ୍ଗରେ ଯିବୁ, ଆଉ କିଛି ବି ଯଦି ବି ଓଲଟା ପଲଟା ହେଇଯାଏ ତାହେଲେ ତୁ ତୋ ବାପାଙ୍କ ବିରୁଦ୍ଧରେ ଯିବୁ, ଆଉ ଆମର ସେଥିରେ କିଛି ବି ଫାଇଦା ହେବନି। ତାପରେ ରକି କହନ୍ତି କି ତାହେଲେ ମୁଁ କ'ଣ କରିବି ମାମା। ମୁଁ ତ ବଡ଼ ମାଙ୍କ କଥାରେ କାଟି ପାରିବିନି ନା, ତାଙ୍କ ସାମ୍ନାରେ ମୋତେ ନାଟକ କରିବାକୁ ପଡ଼ିବ। ତାପରେ ରକି ମମି କହନ୍ତି ହଁ, ଗୋଟେ କଥା ମନେ ରଖ, ତୋ ନାଟକ ଚକ୍କରେ ସେଠି ଯେମିତି କିଛି ବି ଗଡ଼ବଡ଼ ନ ହୁଏ ରକି। ତାପରେ ରକି କହିବ କି ତମେ ଟେନସନ୍ ନିଅନି ମମ୍, ମୁଁ କିଛି ନା କିଛି ଚିନ୍ତା କରୁଛି।